ଜଳକା ନଦୀର ବନ୍ୟା ଆସି ବସ୍ତା ବ୍ଲକକୁ ଉବୁଟୁବୁ କରିଦେଇଛି। ଆପଣ ସିଧାସଳଖ ଦେଖିପାରୁଥିବେ ଇଏ ହେଉଛି ବସ୍ତା ଥାନା। ବସ୍ତା ଥାନା ଆପଣ ସିଧାସଳଖ ଦେଖିପାରୁଥିବେ ବସ୍ତା ଥାନା ପରିସର ମଧ୍ୟରେ କେମିତି 2 ଫୁଟ 3 ଫୁଟ ଉଚ୍ଚରେ ପାଣି ଲହଡ଼ି ମାରୁଛି। ଆପଣ ସିଧାସଳଖ ଦେଖିପାରୁଛନ୍ତି ଯେ ଇଏ ବର୍ତ୍ତମାନ ବସ୍ତାର ଯେ ଥାନାର ଯେ ଗାଡ଼ି ସବୁ ଅଟକ ରଖାଯାଇଥିଲା କି ଯେଉଁ ସବୁ ସିରିଜ୍ ହେଇଥିଲା ଗାଡ଼ି, ସେ ଗାଡ଼ି ଏବେ ସିଧାସଳଖ ଆପଣ ଦେଖନ୍ତୁ କିଭଳି ଭାବରେ ସେ ଗାଡ଼ି ବର୍ତ୍ତମାନ ବୁଡ଼ିବାକୁ ବସିଲାଣି। ସିଧାସଳଖ ଦେଖନ୍ତୁ ବର୍ତ୍ତମାନ ଯେଉଁମାନେ ଥାନାରେ ଅଛନ୍ତି ଷ୍ଟାଫ୍ ମାନେ ଅଛନ୍ତି ସେମାନଙ୍କ ତାଙ୍କର କ୍ୱାର୍ଟର ଭିତରେ କେମିତି ପାଣି ପଶିଛି, ତାଙ୍କର ସବୁ ଗାଡ଼ି କେମିତି ସବୁ ଲହଡ଼ି ମାରୁଛି। ଆଉ ଯେଉଁମାନେ ଥାନାକୁ ଆସିଲେ ଅଭିଯୋଗ କରିବା ପାଇଁ ଆସିଛନ୍ତି କିଭଳି ଭାବରେ ଆସୁଛନ୍ତି ଆପଣ ସିଧାସଳଖ ଦେଖିପାରୁଛନ୍ତି। ତ ଦେଖନ୍ତୁ ତ ବସ୍ତା ବ୍ଲକରେ ଯଦି କହି ରଖିବା ଆମେ ସବୁ ପଞ୍ଚାୟତରେ ବର୍ତ୍ତମାନ ଜଳମଗ୍ନ ହେଇକି ଅଛି। କିଛି ଗାଁରେ ମଧ୍ୟ ପାଣି ମଧ୍ୟରେ ପଶି ଯାଇଛି, ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଇଛି। ସିଧାସଳଖ ଦେଖନ୍ତୁ 2 ରୁ 3 ଫୁଟ ଲହଡ଼ି ମାରୁଛି। ଥାନା ପରିସର ମଧ୍ୟ ଯଦି ଏତେ ପାଣି ଲହଡ଼ି ମାରୁଛି ତାହେଲେ ଭିତରେ କାଗଜପତ୍ର କେମିତି ସୁରକ୍ଷିତ ଥିବ, କଣ କରୁଛ ସେ ଭାବରେ ଚିନ୍ତା କରିପାରୁଥିବେ। ଭିତରେ ଆମର ସିଧାସଳଖ ଦେଖନ୍ତୁ ମାନେ ବସ୍ତା ଥାନାର ଅଧିକାରୀ ମାନଙ୍କର ଯୋଉ ଗାଡ଼ି ଯାଇକି ରଖା ସ୍ଥାନ ବର୍ତ୍ତମାନ ଗାଡ଼ି ଯାଇକି ରଖାଯାଇଛି, ସେ ଗାଡ଼ି ପୁରା ଦେଖନ୍ତୁ ଗାଡ଼ି କେମିତି ନା ବର୍ତ୍ତମାନ ବୁଡ଼ିକି ଅଛି। ଆପଣ ସିଧାସଳଖ ଦେଖନ୍ତୁ ଆମେ ସିଧାସଳଖ କଥା ପାଇଁ ଚେଷ୍ଟା କରିବା। ଥାନାର ଅଧିକାରୀ ଯୋଉ ଅଛନ୍ତି ତାଙ୍କ ସହିତ ଆମେ ସିଧାସଳଖ କଥା ହେବା ପାଇଁ ଚେଷ୍ଟା କରିବା କିଭଳି ଭାବରେ ଥାନା ପାଣି କେତେବେଳେ ପହଞ୍ଚିଲା, ପାଣି କେତେବେଳେ ଆସିଲା, ପାଣି ଯେ ଲହଡ଼ି ମାରୁଛି କାଗଜପତ୍ର କେମିତି ଅଛି କଣ କହିବେ ସେ କଣ କହିବେ କି ସାର୍, କଣ କହିବେ ସାର୍? ପାଣି କେତେବେଳେ ଆସିଲା ସାର୍? ଆମେ ତ ରାତି 11ଟା 12ଟା ପରେ ପାଣି କେତେବେଳେ ଆସିଲା? ରାତି 10ଟା 11ଟା ସୁଦ୍ଧା ଆଜ୍ଞା ଜୋରେ ଆସେ ପାଣି। ତ ସାଙ୍ଗଙ୍କର କହିବା କଥା ହଉଛି ରାତି 11ଟା ମଧ୍ୟରେ ରାତିରେ ପ୍ରବଳ ପାଣି ଆସିଲା, ଯାହାକି ବର୍ତ୍ତମାନ ଥାନା ଭିତରେ 2 ରୁ 3 ଫୁଟ ଉଚ୍ଚରେ ପାଣି ଲହଡ଼ି ମାରୁଛି। ଆମେ ସିଧାସଳଖ କଥା ପାଇଁ ଚେଷ୍ଟା କରିବା। ଥାନାର ଅଧିକାରୀ ଯୋଉ ଆଇଏଏସ୍ ଅଛନ୍ତି ତାଙ୍କ ସହିତ ସେ କଥା ପାଇଁ ଚେଷ୍ଟା କରିବା ସେ କେବଳ ମାନେ ପାଣି କେତେବେଳେ ଆସିଲା କଣ କହିବେ ସାର୍? କଣ କହିବେ ସାର୍? ସାର୍ ରାତି 11ଟା ବେଳେ ସାର୍ ପାଣି ଆସିଲା ନା ପାଣି ବର୍ତ୍ତମାନ ପାଣି କେତେ ମାତ୍ରାରେ ପାଣି ବଢିଛି, ଥାନା ଭିତରେ କାଗଜପତ୍ର ଓଦା ହେଇଛି ନା ନାହିଁ ସାର୍? ଦିନ 2ଟା 3ଟାରୁ ବଢି ପାଣି ଜଳକାର ପାଣି ବଢି ବଢି ଧୀରେ ଧୀରେ ଚାଲିଲା। ଆଉ ରାତି 9:30 10ଟା ପାଖାପାଖି ଥାନା କ୍ୟାମ୍ପସ ଭିତରେ ପାଣି ବଢି ଚାଲିଲା। 10:30 11ଟା ଭିତରେ ଥାନା ଭିତରେ ପାଣି। ସାର୍ କଣ କହିବେ ସାର୍, ଭିତରେ କାଗଜପତ୍ର ସୁରକ୍ଷିତ ଅଛି ସାର୍? ସୁରକ୍ଷିତ ଅଛି, ତାକୁ ହାଇଟରେ ରଖିଛୁ, କମ୍ପ୍ୟୁଟର ବି ରଖା ହେଇଛି। ୱାଟର ଲେବୁଲ ବଢିଲେ ଅସୁବିଧା ହେଇପାରେ। ତ ସାର୍ ଯଦି ଆମେ କହି ରଖିବା ଯଦି ଆମର କୌଣସି ଅଭିଯୋଗକାରୀ ଜଣକ ଆସିବେ କି ଆପଣ ଅଭିଯୋଗ ଦେବା ପାଇଁ ଚେଷ୍ଟା କରିବେ, କଣ କେମିତି ହେଇପାରିବ ସାର୍? ସେ ଆମକୁ ରିପୋର୍ଟ ଦେବେ, ଏବେ ତ ଅନଲାଇନରେ ହେଇପାରିବନି, ମାନୁଆଲି ଆମେ ତାକୁ ରିସିଭ୍ କରିକି ଏନକ୍ୱାରି କରିବୁ। ସାର୍ ଏବେ କାଗଜପତ୍ର ମହଜୁଦ ଠିକ ଠାକ ଅଛି ତ ସାର୍? ଠିକଠାକ ଅଛି। ତ ଆମେ ସିଧାସଳଖ ଆପଣ ସାର୍ଙ୍କ ସହିତ କଥା ହଉଥିଲୁ କି ସେ କହିଲେ କି ଯେ ବର୍ତ୍ତମାନ କାଗଜପତ୍ରରେ ସବୁ କେମିତି ଭାବରେ ସବୁ ସୁରକ୍ଷିତ ଭାବରେ ଅଛି। ସିଧାସଳଖ ଦେଖିପାରୁଥିବେ ଏଇ ଥାନା ପରିସର ମଧ୍ୟରେ ଦେଖନ୍ତୁ, ଥାନା ପରିସର ମଧ୍ୟରେ କେମିତି ପାଣି ଲହଡ଼ି ମାରୁଛି। ଆପଣ ସିଧାସଳଖ ଦେଖନ୍ତୁ। ତ ତାଙ୍କର ଯେ ଅଫିସ ଅଛି, ଅଫିସ ଭିତରେ ଦେଖିବା ପାଇଁ ଚେଷ୍ଟା କରିବୁ। ଇଏ ହଉଛି ଅଫିସ ଯେ କାର୍ଯ୍ୟାଳୟ, ଯାହାକି ସିଧାସଳଖ ଆପଣ ଦେଖନ୍ତୁ ଅଫିସ କାଗଜପତ୍ର ସବୁ କିଭଳି ମହଜୁଦ ଭାବରେ ଉଚ୍ଚ ସ୍ଥାନରେ ରଖାଯାଇଛି। କାହିଁକି ନା ଭିତରେ ଯୋଉ କାଗଜପତ୍ର ସବୁ ସୁରକ୍ଷିତ ଭାବରେ ରଖାଯାଇଛି। ଆପଣ ସିଧାସଳଖ ଦେଖିପାରୁଥିବେ କାହିଁକି ନା କାଗଜପତ୍ର ସୁରକ୍ଷିତ ଦରକାର କାଗଜପତ୍ର ଅଛି, ଯାହାକି ତ କାଗଜପତ୍ର ସୁରକ୍ଷିତ ନ ରଖିଲେ ତାଙ୍କର ଜଣେ ସାର୍ ଅଛନ୍ତି ତାଙ୍କ ସହିତ କଥା ହେବା। ସାର୍ କଣ କହିବେ ସାର୍, କେତେବେଳେ ପାଣି ଆସିଲା ସାର୍? ପାଣି ତ ରାତି ପ୍ରାୟ 12ଟା 1ଟାରୁ ଆସିଲାଣି, ଆଉ ଏପର୍ଯ୍ୟନ୍ତ ବଢି ବଢି ଯାଉଛି। ସାର୍ ଖିଆପିଆ କିଛି କଲେନି? ନା କିଛି ହେଇନି। ତ ସ୍ଥାନ ପରିସର ମଧ୍ୟରେ ଆପଣ ଦେଖିପାରୁଥିବେ କିଭଳି ଭାବରେ ପାଣି ଲହଡ଼ି ମାରୁଛି। ଆପଣ କାଗଜପତ୍ର ସୁରକ୍ଷିତ ଦେଖିପାରୁଥିବେ କାଗଜପତ୍ର ସବୁ ରଖାଯାଇଛି, ମାନେ ଟେବୁଲ ଉଚ୍ଚ ସ୍ଥାନରେ ରଖାଯାଇଛି। କାହିଁକି ନା ଉଚ୍ଚ ସ୍ଥାନ ନ ରଖିଲେ ଓଦା ହେଇଯିବ, ଯାହା ଦରକାର କାଗଜପତ୍ର ସବୁ ଅଛି ସେ ସବୁ ନଷ୍ଟ ହେଇଯାଇପାରେ। ଆପଣ ସେଟା ଦେଖିପାରୁଥିବେ ଇଏ ହଉଛି ଥାନା ପରିସର ମଧ୍ୟ ଯେତିକ ସିଜ ହେଇଥିବା ଗାଡ଼ି, ଆପଣ ସେଟା ଗାଡ଼ି ଦେଖୁଛନ୍ତି ଏ ସବୁ ସିରେ ଗାଡ଼ି ମଧ୍ୟ ବୁଡ଼ିବା ପାଇଁ ବସିଲାଣି। ତେବେ ଦେଖିବା ପାଇଁ ବାକି ରହିଲା ପାଣି କେବେ କମୁଛି, ଥାନା ଭିତରେ ଦୁର୍ଦଶା କେବେ କମୁଛି। ବାଲେଶ୍ୱର ଜିଲ୍ଲା ବସ୍ତାରୁ ପ୍ରଧାନ ସେନାପତି ଓଡ଼ିଶା ଭାସ୍କର।